ନିମ୍ନଟା କ'ଣ? এটা হচ্ছে যে সমুদ্রে এটা এক প্রক্রিয়া যে প্রক্রিয়ারে সমুদ্রর জল উত্তপ্ত হুଏ এবং উত্তপ্ত হলে প্রত্যেক 5-7 বর্ষরে এভাবে এলিনা ইফেক্ট বলে যা আমি কହୁଛୁ यार ফলরে কেউ জায়গায় কম বৃষ্টিপাত হুয়ে কেউ জায়গায় আবশ্যকতা ঠাରୁ বেশি বৃষ্টিপাত হুଏ ଏବେ ଏଲ ନିନୋକୁ ନେଇକରି ଯେଉଁ ପୂର୍ବ ଅନୁମାନ ଲଗା ହେଉଛି ସେଥିରେ କୁହାହେଉଛି ଯେ ଭାରତ ବର୍ଷରେ ବୃଷ୍ଟିପାତ ସ୍ୱାଭାବିକ ବୃଷ୍ଟିପାତ ହେବ ନାହିଁ, ବୃଷ୍ଟିପାତ କମିଯିବ। ଏ ବାବଦରେ ଆମେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଅନ୍ୟ ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ବର୍ଷକୁ ମୌସୁମୀ ସମୟରେ ଓଡ଼ିଶାରେ ଆମର ଆବଶ୍ୟକତା ହେଉଛି 1450 ମିଲିମିଟର ପାଣି ଆବଶ୍ୟକ ଥାଏ। ବିଗତ ଦିନମାନଙ୍କୁ ମଧ୍ୟ ଆମେ ଜଳବୃଷ୍ଟି ଓଡ଼ିଶାରେ ସ୍ୱାଭାବିକ ହେଇଛି। ବହୁ ସମୟରେ ଭାରତବର୍ଷର ଅନ୍ୟ ପ୍ରଦେଶ ମାନେ ବୃଷ୍ଟିରେ ଅସ୍ୱାଭାବିକ ହେବା ସମୟରେ ଓଡ଼ିଶାରେ ସ୍ୱାଭାବିକ ବୃଷ୍ଟିପାତ ହେଇଥାଏ। ଆମେ ଆଶା କରୁଛୁ ଯେ ଅଲ୍ ନିନୋର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଓଡ଼ିଶାର ଚାଷୀମାନେ ବିଚଳିତ ହୁଅନ୍ତୁ ନାହିଁ, ବିବ୍ରତ ହୁଅନ୍ତୁ ନାହିଁ, ଆତଙ୍କିତ ହୁଅନ୍ତୁ ନାହିଁ। ଯଦି ବି ଅଲ୍ ନିନୋର ପ୍ରଭାବ ଫଳରେ ଓଡ଼ିଶାରେ ବୃଷ୍ଟିପାତ କମ୍ ହୁଏ ତାକୁ ସାମ୍ନା କରିବା ପାଇଁ ଆମେ ପ୍ଲାନ୍ 2, ପ୍ଲାନ୍ 3, ପ୍ଲାନ୍ 4 ମଧ୍ୟ ପ୍ରସ୍ତୁତ କରିଛୁ। ଏଥିରେ ଓଡ଼ିଶାର ଯେଉଁ ବିଭାଗ ମାନେ ଗୋଟିଏ ବିଭାଗ ହେଲା କୃଷି ବିଭାଗ, ଗୋଟିଏ ବିଭାଗ ହେଲା ଜଳସମ୍ପଦ ବିଭାଗ, ଗୋଟିଏ ବିଭାଗ ହେଲା ରାଜସ୍ୱ ବିଭାଗ। ଏସବୁ ବିଭାଗମାନଙ୍କର ଯେଉଁମାନେ ଇଞ୍ଜିନିୟର ଅଛନ୍ତି ଏବଂ ଯେଉଁମାନେ ବୈଜ୍ଞାନିକ ଅଛନ୍ତି ସେମାନଙ୍କ ସହିତ ମିଶିକରି ଆମେ ସମ୍ଭାବ୍ୟ ବୃଷ୍ଟିପାତ କମ୍ ହେବାକୁ ଆଶଙ୍କା କରିକରି ଯେଉଁ ପ୍ଲାନ୍ ତିଆରି କରୁଛୁ ସେ ପ୍ଲାନ୍ ହେଉଛି ଯେ ଯେତେ ଆପଣଙ୍କର ୱାଟର ବଡି ଅଛି ବର୍ଷା ଆସିଲା କ୍ଷଣି କେମିତି ୱାଟର ବଡିମାନଙ୍କୁ ପାଣି ପ୍ରିଜର୍ଭେସନ୍ ଆମେ ରଖିପାରିବୁ। ଉଠା ଜଳସେଚନର ଯେତିକି ଆମର ପଏଣ୍ଟ ମାନେ ଅଛି ତାର ଉନ୍ନତିକରଣ କରିବାର କାମ ଆରମ୍ଭ ହୋଇଗଲାଣି। କ୍ଷୁଦ୍ର ଏବଂ ମଧ୍ୟମ ଜଳସେଚନ ଯୋଜନାରେ ମଧ୍ୟ ପାଣି ସଂରକ୍ଷଣ ଏବଂ ତାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ମଧ୍ୟ ଜଳସମ୍ପଦ ବିଭାଗ କାମ ଆରମ୍ଭ କଲାଣି। ଇଏ କ୍ରମରେ ଆମେ ଉଭୟ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। ଆମେ ଆଶା କରୁଛୁ ଯେ ବୃଷ୍ଟିପାତ ସ୍ୱାଭାବିକ ହେବ, ବିଶେଷ ଓଡ଼ିଶା ପ୍ରଭାବିତ ହେବ ନାହିଁ। ଅଲ୍ ନିନୋ ଇଫେକ୍ଟ ଯେଉଁ ଯଦି ବି ପ୍ରଭାବିତ ହୁଏ 5%, 10%, 15%, ଏହାର କଣ୍ଟିଜେନ୍ସି ପ୍ଲାନ୍ ବୋଲିକି ଯାହାକୁ କହୁଛନ୍ତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛୁ। ପୁରା ଚାଷୀ ସମାଜ ଓଡ଼ିଶାର ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଓଡ଼ିଶା ସରକାର ଆପଣଙ୍କର ପଛରେ ହିମାଳୟ ଭଳିଆ ଛିଡ଼ା ହେଇଛି। Choose excellence. Choose Kripajal Engineering College. Admissions open for Diploma, B.Tech, M.Tech, MCA, MBA and PGDM. Apply now.